ସାଙ୍ଗମାନେ ଗୋଟେ ପୁରୁଷ ଜୀବନରେ ଅଧା କଷ୍ଟ ଦେଇଥାଏ ପଇସା ଆଉ ଅଧା କଷ୍ଟ ଦେଇଥାଏ ଗୋଟାଏ ନାରୀ। ତେଣୁ ଏସବୁରୁ ଆପଣ ମୁକ୍ତି ପାଇବାକୁ ହେଲେ ସର୍ବପ୍ରଥମେ ଆପଣଙ୍କୁ ପଇସା ରୋଜଗାର କରିବାକୁ ପଡିବ। କାହିଁକି ନା ଆପଣଙ୍କ ପାଖରେ ପଇସା ଥିଲେ ଗୋଟେ ସ୍ତ୍ରୀର ଆପଣ ଗୋଟେ ଭଲ ସ୍ୱାମୀ ହେଇପାରିବେ, ପିଲାମାନଙ୍କର ଗୋଟେ ଭଲ ବାପା ହେଇପାରିବେ, ଆଉ ଭଉଣୀର ଗୋଟିଏ ଭଲ ଭାଇ ବି ହେଇପାରିବେ, ଆଉ ବାପା ମାଙ୍କର ଗୋଟିଏ ଭଲ ପୁଅ ବି ହେଇପାରିବେ। ଯଦି ଆପଣଙ୍କ ପାଖରେ ପଇସା ନାହିଁ ନା, ତାହେଲେ ଆପଣଙ୍କ ଜୀବନଟା ନର୍କଠୁ ହୀନ ହେଇଯାଇପାରେ। ତେଣୁ ଆପଣ ପୁରୁଷ ହେଇ ଜନ୍ମ ହେଇଛନ୍ତି ମାନେ ଆପଣଙ୍କୁ ପଇସା ରୋଜଗାରରେ ବେଶୀ ଗୁରୁତ୍ୱ ଦେବାକୁ ପଡିବ। କାହିଁକି ନା ଗୋଟେ ପୁରୁଷକୁ ଏ ସମାଜ ତା ପାଖରେ ପଇସା ଥିଲେ ତାକୁ ସମ୍ମାନ ଦେଖାଏ। ତେଣୁ ଯଦି ଆପଣଙ୍କ ପାଖରେ ପଇସା ନାହିଁ ତାହେଲେ ଆପଣଙ୍କ ଜୀବନଟା ସବୁଠାରୁ ଦୁର୍ଭିକ୍ଷ ହେଇଯିବ। ସାଙ୍ଗମାନେ, ଆପଣମାନେ ସର୍ବପ୍ରଥମେ ପଇସା ରୋଜଗାର କରିବା ପାଇଁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ। କାରଣ ଆପଣଙ୍କ ପାଖରେ ପଇସା ଅଛି ତ ଏ ଦୁନିଆରେ ଆପଣଙ୍କ ପାଖରେ ସବୁ ଅଛି। କଣ ସାଙ୍ଗମାନେ, ମୁଁ ଠିକ କହିଲି ତ? ତାହେଲେ କଥା ହଉଛି ମୋର ଆଉ ବିଚାରଟା ଆପଣ ମାନଙ୍କର। ସାଙ୍ଗମାନେ, ଯଦି ଭିଡିଓଟା ଆପଣଙ୍କୁ ଭଲ ଲାଗିଥିବ ତାହେଲେ ନିଶ୍ଚୟ ସେୟାର କରିବେ। ରହିଲି, ଜୟ ଜଗନ୍ନାଥ।